ଜଗନ୍ନାଥ ଆମେ ପୂର୍ବଥର ପ୍ରଭୁଙ୍କର ମୁଖ ପ୍ରକ୍ଷାଳନ ଏବଂ ଦନ୍ତମର୍ଜନ ବିଷୟରେ ଆଲୋଚନା କରିଥିଲେ। ଆଜି ପ୍ରଭୁଙ୍କର ବିଧିପୂର୍ବକ ସ୍ନାନ ବିଷୟରେ ଜାଣିବା। ଚନ୍ଦନ କର୍ପୂର ସୁବାସିତ ପୁଷ୍ପ ମିଶ୍ରିତ ଜଳରେ ଅନ୍ୟ ସୁବାସିତ ଦ୍ରବ୍ୟ ସବୁ ମିଶ୍ରିତ କରି ସଫା ବସ୍ତ୍ରରେ ଛଣା ହୋଇଥିବା ବିଶୁଦ୍ଧ ଜଳରେ କିଛି ଅଁଳା ମିଶ୍ରିତ କରି ସମୁଦ୍ର ଜ୍ୟେଷ୍ଠା ମନ୍ତ୍ରରେ ଯତ୍ନପୂର୍ବକ ମହାପ୍ରଭୁଙ୍କର ପ୍ରତିବିମ୍ବରେ ସ୍ନାନ କାର୍ଯ୍ୟ ସମ୍ପାଦନ କରାଯାଏ। ତାପରେ ମୂଳମନ୍ତ୍ର ଉଚ୍ଚାରଣ ପୂର୍ବକ ହରିଙ୍କର ରୂପକୁ ଧ୍ୟାନ କରି ଶୁଦ୍ଧ ସୂକ୍ଷ୍ମ ବସ୍ତ୍ର ଦ୍ୱାରା ମହାପ୍ରଭୁଙ୍କର ଶ୍ରୀଅଙ୍ଗ ପୋଛି ଦିଆଯାଏ। ଏହିପରି ବିଧିପୂର୍ବକ ମହାପ୍ରଭୁଙ୍କର ନିତ୍ୟକର୍ମ ସମାପନର ବ୍ୟବସ୍ଥା ହୋଇଥାଏ। ମହାପ୍ରଭୁଙ୍କର ଦୈନନ୍ଦିନ ନୀତି ପ୍ରାତଃ ନିତ୍ୟକର୍ମକୁ ଅବକାଶ କୁହାଯାଏ। ଯେମିତି ସକାଳୁ ସକାଳୁ ସାଧାରଣ ମଣିଷଟିଏ ନିତ୍ୟକର୍ମ ସାରେ, ଠିକ୍ ସେମିତି ମହାପ୍ରଭୁଙ୍କର ଅବକାଶ ନୀତି ପାଳିତ ହୁଏ। ସକାଳ 6ଟାରୁ 6:30 ଭିତରେ ମହାପ୍ରଭୁଙ୍କର ଏହି କାର୍ଯ୍ୟକ୍ରମରେ ଯେଉଁ ସେବକମାନେ ସହାୟତା କରନ୍ତି ସେମାନେ ହେଲେ ପୁଷ୍ପାଳକ, ସୁଆର ବଡ଼ୁ, ପାଣିଆ ବଟ, ଖଟୁଲି ସେବକ, ଦର୍ପଣିଆ, ମୁଖ ପଖାଳ, ପଡ଼ିଆରୀ, ଅଁଳା ଘଟୁଆରୀ, ମୁଖ ପଖାଳ ପୁଷ୍ପାଳକ, ଭଣ୍ଡାର ମେକାପ, ମହାଭୋଇ ଓ ଜ୍ୟୋତିଷ। ନିତ୍ୟକର୍ମ ଗୁଡ଼ିକୁ ସାରିଲା ବେଳକୁ ଯେମିତି ସାଧାରଣ ମଣିଷଟିଏ ପତଳା ଲୁଗା ବା ଗାମୁଛାଟିଏ ପିନ୍ଧିଥାଏ, ମହାପ୍ରଭୁ ମଧ୍ୟ ଠିକ୍ ସେମିତି ପିନ୍ଧିଥାନ୍ତି ସୂତା ଲୁଗା ଏବଂ ଗାମୁଛା। ସ୍ନାନ କର୍ମର ଅବ୍ୟବହିତ ପୂର୍ବରୁ ତିନି ଦିଅଁଙ୍କ ସମ୍ମୁଖରେ ସ୍ଥାପିତ ହୁଏ 3ଟି ଖଟୁଲି ଏବଂ 3ଟି କାଂସ୍ୟ ଦର୍ପଣ। ପୂଜକ 3 ଗରା ଜଳକୁ ମନ୍ତ୍ରରେ ସଂସ୍କାର କରନ୍ତି। ଏହି ମନ୍ତ୍ରଟି ହେଲା ଓಂ ଗଙ୍ଗେ ଚ ଯମୁନେଶ୍ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧିଂ କୁରୁ। ସେହି ମନ୍ତ୍ରରେ ସପ୍ତନଦୀ ଅର୍ଥାତ୍ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା ଓ ସିନ୍ଧୁ କାବେରୀ ପାଲଟିଯାଏ ମହାପ୍ରଭୁଙ୍କ ପାଇଁ ତୀର୍ଥ ଜଳ। ଏହି ସପ୍ତତୀର୍ଥ ନଦୀଙ୍କର ଜଳ ଯେଉଁଥିରେ ସ୍ନାନ କରନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମନ୍ତ୍ରିତ ଜଳକୁ ପୂଜକ ଢାଳିଥାନ୍ତି କାଂସ୍ୟ ଦର୍ପଣ ଉପରେ ବା କାଂସ୍ୟ ଦର୍ପଣରେ ଦିଶୁଥିବା 3 ଦିଅଁଙ୍କର ଅବୟବ ଉପରେ। ଜଳ ସ୍ନାନ ପରେ ମହାପ୍ରଭୁ ଦଧି ସ୍ନାନ କରନ୍ତି। ଦଧିର ଗୁଣ ଶୀତଳ ପ୍ରଦାନ କରେ। ଦଧି ସ୍ନାନ ସମୟରେ ମଧ୍ୟ ମନ୍ତ୍ର ପାଠ କରାଯାଏ। ଦଧି କାବ୍ନ ଆକାରିଷଂ ଜିଷ୍ଣୁ ରସ୍ୱସ୍ୟ ବ୍ରାଜିନଃ ସୁରଭିନୋ ମୁଖାକରତ ପ୍ରଣୟା ଗୁଂସି ତାରିଷତ୍। ତତ୍ପରେ ପୁନଶ୍ଚ ବୈଦିକ ମନ୍ତ୍ରରେ ସୁବାସିତ ଜଳରେ ସ୍ନାନ କରାଯାଏ। ଏହା ହେଲେ ମହାପ୍ରଭୁଙ୍କର ସ୍ନାନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଆଜି ଆମେ ପ୍ରଭୁଙ୍କର ସ୍ନାନ ବିଷୟରେ ଜାଣିଲେ। ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ପ୍ରଥମ କରି ଦେଖୁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ମତାମତ ମଧ୍ୟ ଦିଅନ୍ତୁ ଜୟ ଜଗନ୍ନାଥ ଲେଖି। ଆଜି ପାଇଁ ଏତିକି। ନମସ୍କାର।